हेलो हाय वेलकम टू सक्सेस एजुकेशन। आज आम आलोचना करिबा इंटरनल असेसमेंट टू जहाँकि तुमर जो इंटरनल असेसमेंट टू रो फास्ट लैंग्वेज ओडिया आम जो एम ए आई एल जहाँकि भेरी भेरी इम्पोर्टेंट जहाँकि तुम परीक्षा आसीपे भी आसी ब्लैक पेपर उस्तार कॉपीराइट उस्ता ब्लैक पेपर तर क्लास IX पीरियडिंग टेस्ट ये निज ना लिख ये निज रोल नंबर आउ सेक्शन जो स्कूल सेक्शन था सेक्शन टी लिख आवर टाइम केते घंटा ना गोटे घंटा समय तुम रही 1 घंटा आउ जो सार आम सिग्नेचर करेंगे तापर फुल मार्क केते ना 40 किंतु तुम इंटरनल असेसमेंट प्रॉपर हूँ 20 मार्क जहाँकि 40 मार्क रोचे। फास्ट क्वेश्चन आम एमएल आलोचना कर प्रथम क्वेश्चन देखी ठीक प्रश्नटी ठीक उत्तरटी बाछिले ठीक उत्तर जो 4टी ऑप्शन अच्छी 4टी ऑप्शन ठीक उत्तरटी बाछिक आम लिखा। प्रथम प्रश्न 1 नंबर क देखी पद्म फूलर रंग किपरि ना पीत लोहित ना श्वेत लोहित ना श्वेत पीत ना पीत सबुज आ भितर कौटी सठिक आंसर ना श्वेत लोहित को ना श्वेत लोहित हूँ यार सठिक आंसर। कौटा ना श्वेत लोहित। नेक्स्ट क्वेश्चन ख कलम केउथिरे चली नहीं आर ऑप्शन रही गीत रे ऑप्शन कौन अच्छी फास्ट ना गीत रे सेकेंड रही छलना रे प्रतारणा रे विश्वास रे कलम केउथिरे चली नहीं से हूँ कौन ना छलना रे यार सठिक आंसर हूँ कौन ना छलना सठिक आंसर कौन ना छलना। नेक्स्ट क्वेश्चन भाषा और जातीयता प्रबंधटी केउ पत्रिकार प्रकाशित होता जो आमर भाषा और जातीयता जो प्रबंधटी रही से प्रबंधटी केउ पत्रिकार प्रकाशित होता केउ पत्रिका ना समाज ना निया खुंटा डगर ना सत्यवादी यार सठिक आंसर कौन ले माने जो 4टी ऑप्शन भीतर सठिक आंसर टी यार सठिक आंसर हूँ सत्यवादी। आमर सत्यवादी रे कौन प्रबंधटी पत्रिकार प्रकाशित होइथिला। नेक्स्ट क्वेश्चन काणी बिलेई कुची असरपा कौन ना काणी बिलेई कुशी असरपा ऊपर को रजा ये उक्ति किए कहते ये उक्ति ना गोविंद कहला ना रघु ना बुढ़ी ना गोपाल आ भी सठिक आंसर कौटा ना बुढ़ी आंसर कौन ना बुढ़ी सठिक उत्तर टी बुढ़ी। नेक्स्ट क्वेश्चन
କିଏ କିଏ ପିଲାଦିନେ ଇଟା ଭାଟିରେ କାମ କରି ପେଟ ପୋଷୁଥିଲେ? କିଏ ପିଲାଦିନେ ଇଟା ଭାଟିରେ କାମ କରି ପେଟ ପୋଷୁଥିଲେ? ଏହାର ସଠିକ୍ ଆନ୍ସର ହେଉଛି କ'ଣ? ଆଗେ ଅପସନ୍ ୱାର୍ଡ ଆଲୋଚନା କରିଦେବା ନା କ'ଣ? ଷ୍ଟାଲିନ୍, ଏକରେ ଷ୍ଟାଲିନ୍, ଦୁଇରେ ମୁସୋଲିନି, ତିନିରେ ହିଟଲର, ଚାରିରେ କ'ଣ ଦେବି? ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର। ଏଇ ଯେଉଁ ଚାରୋଟି ଅପସନ୍ ଭିତରୁ କିଏ ଇଟା ଭାଟିରେ ପିଲାଦିନେ କାମ କରି ପେଟ ପୋଷୁଥିଲେ? ଏହାର ସଠିକ୍ ଆନ୍ସର ହେଲା କ'ଣ? ହିଟଲର। କିଏ ନା ହିଟଲର ହେଉଛନ୍ତି ନା ପିଲାଦିନେ ଇଟା ଭାଟିରେ କାମ କରି ପେଟ ପୋଷୁଥିଲେ। ନେକ୍ସଟ କ୍ୱେଶ୍ଚନ୍ 2 ନମ୍ବର କ'ଣ ଦେଇଛି ନା କିଏ ଶୂନ୍ୟ ସ୍ଥାନ ପୂରଣ କର। କ'ଣ ନା ଶୂନ୍ୟ ସ୍ଥାନ ପୂରଣ କରିବ। ତାହେଲେ ଶୂନ୍ୟ ସ୍ଥାନ ପୂରଣ କରିବା, ତାହେଲେ ଡ୍ୟାସ୍ ଦେଶର ନାରୀ ପୁରୁଷ ଅପେକ୍ଷା କ'ଣ ପ୍ରବଳ? କେଉଁ ଦେଶରେ ନାରୀ ପୁରୁଷ ଅପେକ୍ଷା ପ୍ରବଳ? କେଉଁ ଦେଶରେ ପିଲାମାନେ? ଏହାର ସଠିକ୍ ଆନ୍ସର ହେଉଛି ବ୍ରହ୍ମା ଦେଶ। ବ୍ରହ୍ମା ଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ। ନେକ୍ସଟ କ୍ୱେଶ୍ଚନ୍, ଭାବ ସଭ୍ୟତାର ମୂଳରେ ଡ୍ୟାସ୍ ରହିଛି? ଭାବ ଓ ଏହାର ସଠିକ୍ ଉତ୍ତର ହେଉଛି କ'ଣ ନା ଭାଷା। ବୁଝିଲ ପିଲାମାନେ? ସଠିକ୍ ଉତ୍ତର କ'ଣ ନା ଭାଷା। ନେକ୍ସଟ କ୍ୱେଶ୍ଚନ୍, ପଦ୍ମ ଡ୍ୟାସ୍କୁ ସାହାସ୍ୟ ବଦନରେ ଚାହିଁଥାଏ? ପଦ୍ମ କାହାକୁ ସାହାସ୍ୟ ବଦନରେ ଚାହିଁଥାଏ? କାହାକୁ ନା ସୂର୍ଯ୍ୟକୁ। କିଏ? ସୂର୍ଯ୍ୟ। କିଏ ନା ସୂର୍ଯ୍ୟକୁ। ସଠିକ୍ ଆନ୍ସର ହେଉଛି ସୂର୍ଯ୍ୟ। ଏହାର ସଠିକ୍ ଆନ୍ସର କ'ଣ ହେଉଛି ନା ସୂର୍ଯ୍ୟ। ନେକ୍ସଟ କ୍ୱେଶ୍ଚନ୍, ରାୟବାହାଦୁରଙ୍କ ପୁତ୍ରବଧୂଙ୍କ ନାମ କ'ଣ ଥିଲା? ରାୟବାହାଦୁରଙ୍କ ପୁତ୍ରବଧୂଙ୍କ ନାମ କ'ଣ ଥିଲା? ଘ କ୍ୱେଶ୍ଚନ୍ ଆନ୍ସର। ଏହାର ସଠିକ୍ ଆନ୍ସର ହେଲା କ'ଣ? ଅପର୍ଣ୍ଣା। କ'ଣ ପିଲାମାନେ? ଅପର୍ଣ୍ଣା। ଇଂରେଜମାନେ ଡ୍ୟାସ୍କୁ ଦି ଫଡ଼ା କରି ଚିରି ଦେଇଥିଲେ? କାହାକୁ ଦି ଫଡ଼ା କରି ଚିରି ଦେଇଥିଲେ? ସେ ହେଲେ ଜୟ ରାଜଗୁରୁ। କିଏ ପିଲାମାନେ? ଜୟ ରାଜଗୁରୁ। କ'ଣ ସଠିକ୍ ଆନ୍ସର ହେଲା ଜୟ ରାଜଗୁରୁ। ଜୟ ରାଜଗୁରୁଙ୍କୁ ଦୁଇ ଫାଡ଼ କରି ଇଂରେଜମାନେ କ'ଣ କରିଥିଲେ ନା ଫୋପାଡ଼ି ଦେଇଥିଲେ। ତାହେଲେ ବ୍ରିଟିଶ ଗୋଲାମ ପାଇଁ ସ୍ଥାନ ନାହିଁ, ଏ କଥାଟି କିଏ ହେଲେ ନା ବିଜୟ। କିଏ? ବିଜୟ। ଏ କଥାଟି ବିଜୟ କହିଥିଲେ। ପୁଅର କେଉଁ ଦୋଷ ପାଇଁ ପୁରୁଷ ବିବେଚିତ ହୁଏ ଝିଅ ଅପେକ୍ଷା? ତାହା କ'ଣ? ପୁଅର କେଉଁ ଦୋଷ ପୁରୁଷ ବିବେଚିତ ହୁଏ ଆଉ ଝିଅ ଅପେକ୍ଷା ତାହା କ'ଣ? ତାର ଉତ୍ତର ହେଲା କ'ଣ ନା ମାରାତ୍ମକ ସ୍ଖଳନ। ମାରାତ୍ମକ ସ୍ଖଳନ ହେଉଛି ସଠିକ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନ୍, ଭାରତର ମେରୁଦଣ୍ଡ ରୂପେ କେଉଁ ସଭ୍ୟତା ଥିଲା? ଭାରତର ମେରୁଦଣ୍ଡ ରୂପେ କେଉଁ ସଭ୍ୟତା ଥିଲା? ତାହେଲେ ଭାରତର ମେରୁଦଣ୍ଡ ରୂପେ କେଉଁ ସଭ୍ୟତା ଥିଲା ପିଲାମାନେ? ଏହାର ସଠିକ୍ ଆନ୍ସର ହେଉଛି ମଡ଼ା ଜାତିକୁ। କୋଉ ଜାତିକୁ ନା ମଡ଼ା ଜାତିକୁ। ନେକ୍ସଟ ପ୍ରଶ୍ନ, ସୂର୍ଯ୍ୟ ପଦ୍ମ ମୁଖରେ କ'ଣ ଢାଳନ୍ତି? ସୂର୍ଯ୍ୟ ପଦ୍ମ ମୁଖରେ କ'ଣ ଢାଳନ୍ତି? ଏହାର ସଠିକ୍ ଆନ୍ସର ହେଉଛି ପିଲାମାନେ କ'ଣ ନା ଜ୍ୟୋତିଧାରା। କ'ଣ ପିଲାମାନେ? ଜ୍ୟୋତିଧାରା ସୂର୍ଯ୍ୟଙ୍କ ଉପରେ ନା ପଦ୍ମ ଉପରେ ସେ ଢାଳନ୍ତି।
ତାହେଲେ ଦିଗମ୍ବର ଦିଗମ୍ବର ସନ୍ଧି ବିଚ୍ଛେଦ କରିବା। ଦିଗମ୍ବରକୁ ଆମେ ସନ୍ଧି ବିଚ୍ଛେଦ କଲେ କ'ଣ ହବ ନା ପିଲାମାନେ? ପିଲାମାନେ ଦିକ୍ ଯୁକ୍ତ ଅମ୍ବର। ଦିକ୍ ଯୁକ୍ତ ଅମ୍ବର ହେଲା କ'ଣ? ଦିଗାମ୍ବର। ନି ଉପସର୍ଗ ଯୋଗ କରି ଦୁଇଟି ଶବ୍ଦ ଲେଖିବା। ନି ଉପସର୍ଗ ଯୋଡ଼ିକି ବା ଯୋଗ କରି ଦୁଇଟି କ'ଣ ଲେଖିବା ନା ଶବ୍ଦ ଲେଖିବା। ଏହାର ସଠିକ୍ ଆନ୍ସର ହେଲା କ'ଣ ନା ନିକୁଷ୍ଟ, ନିରୁ କ'ଣ ନିପୁଣ, ତାପରେ ନିଯୁକ୍ତ ଇତ୍ୟାଦି ହେଇବ। ଦୁଇଟା ହେଲେ ନିକୃଷ୍ଟ ନିରୂପଣ ମଧ୍ୟ ଲେଖିଲେ ମଧ୍ୟ ଚଳିବ ପିଲାମାନେ। ଏହାର ସଠିକ୍ ଆନ୍ସର। ତାହେଲେ କାରକ କାହାକୁ କୁହାଯାଏ ନା ବାକ୍ୟ ମଧ୍ୟରେ କ୍ରିୟାପଦର ସହିତ ଅନ୍ୟ ପଦ ମାନଙ୍କର ଯେଉଁ ସମ୍ବନ୍ଧ ରହିଥାଏ ତାହାକୁ କାରକ କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ଗଛରୁ ପତ୍ର ପଡ଼ିଲା ଏହା କେଉଁ କାରକ? ଗଛରୁ ପତ୍ର ପଡ଼ିବା ଏହା କେଉଁ କାରକ? ଏହା ହେଉଛି ଅପାଦାନ କାରକ। କେଉଁ କାରକ? ଅପାଦାନ କାରକ। ତେଲ ଲିଟରକୁ 10 ଟଙ୍କା ରେଖାଙ୍କିତ ପଦଟି କେଉଁ ବିଭକ୍ତି? କେଉଁ ବିଭକ୍ତି ପିଲାମାନେ? ଦ୍ୱିତୀୟା ବିଭକ୍ତି। କେଉଁ ବିଭକ୍ତି ନା ଦ୍ୱିତୀୟା ବିଭକ୍ତି। ଆମେ ପିଲାମାନେ ସବୁ आंसर डिस्कसन करदे। जी मो चैनल सब्सक्राइब करना सब्सक्राइब कर सक्सेस एजुकेशन यूट्यूब चैनल को आपण को कहुच्छी बारंबार सब्सक्राइब एंड शेयर एंड कमेंट करूँ जहाँकि मुझे नुआ नुआ वीडियो इंटरनल असेसमेंट क्वेश्चन जोगाई देवी।